हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। ध्यानामूलं गुरुर्मूर्ति पूजामूलं गुरुर्पदं मंत्रमूलं गुरुर्वाक्यं मोक्षमूलं गुरुर्कृपा। मोक्षमूलं गुरुर्कृपा। बोलिए महापुरुष अच्युतानंद जी की जय। सुधीयानी ज्ञानी गुणी मंडली आज अध्यायर आलोचना को आपण मानक स्वागत जनाऊँ। आज मालिका वचनर आलोचन आम आलोचना करने जाऊे पंचसखा मानकर भविष्यत मालिका को नहीं जगतसिंहपुर माँ सारला मंडल ये सारला मंडल उपर कौन ए कहुई सारला मंडल एवं पंचसखा मानकर मालिका सारला मंडल सहित पंचसखा मानकर मालिकार कौन संपर्क रही ये विषय महापुरुष की भविष्यवाणी कर सारला मंडल उपर आज मालिका वचन आलोचना रे ये विषय आम आलोचना करने जाऊे। कारण अष्टचंडी मानक भितर माँ सारला होती विद्यादायिनी ज्ञानदात्री माँ सारला। महापुरुष अच्युतानंद से चकड़ा मडाण कहले मालिकार नाम है चकड़ा मडाण। कौन कहले कहले बाली कूद ठारू कोला जे चाहड़ा सारला गादीर जाए अपोड़ा भूमि रे हरि नाम हुए ताकू करी थी बोलाए ताकू करी थी बुलाए सुजने ताकू करी थी बुलाए ताकू करी थी बुलाए हे सुजने ताकू करी थी बुलाए। ज्ञानी गुणी मंडली सुधीयानी माँ सारलांगर आविर्भाव संपर्क जा सारला दास जे कि शूद्र मुनि होती सारला दास तांगर महाभारत काव्य कौन लिखिली रचिबी भारत गप साध्य मोर कहीं सारला कही जहा ताहा मु करई। हे महा ये भारत गप मु रचना करी ये महाभारत मु लिखी मो भीतर साध्य ना से सक्षम मो भीतर ना मु सक्षम नुहे मु से पात्रतार अधिकारी नुहे माँ से शक्ति मो भीतर ना किंतु तू जदि कृपा करिबु तू जदि करुणा करिबु हे माँ ये महाभारत भली प्रचंड ग्रंथर ग्रंथाकार मु बनी पारि पारि। सारला कही जहा ताहा मु करई। कौन कहली सारला दास ज्ञानी पंडित जन हे न धरिब दोषा सारला पादे शरण मुसारला दास सारला पादे शरण मुसारला दास सारला पादे शरण मुसारला दास। हे ज्ञानी माने पंडित माने संसार जन माने मो दोष धरिब नाही जदि किछि महाभारत भली प्रचंड ग्रंथ रचना त्रुटि विच्युति थाए मो दोष धरिब नाही। कारण सारला पादे शरण मु सारला दास न धरिब मोर दोष कहीं ना आज नम मोर खजे किछि न जाई कलम मुनरे से ही देउछि ताई
କଲମ ମୁନରେ ସେହୁ ଦେଉଛି ବତାଇ କଲମ ମୁନରେ ସେହୁ ଦେଉଛି ବତାଇ ଆଜନ ମୁଁ ମୂର୍ଖ ମୁଁ କିଛି ଜାଣି ନାହିଁ ସେ ମା ମୋତେ କଲମ ମୁନରେ ଯାହା ବତଉଛି ତାହା ମୁଁ ଲେଖୁଛି କାହିଁକି ନା ସିଏ ମୋତେ ବତେଇଛି ମୁଁ ନିଜ ଇଚ୍ଛା ଅନୁସାରେ ଆକୁ ଲେଖୁନି ମହାଭାରତ ଭଳି ପ୍ରଚଣ୍ଡ କାବ୍ୟ ମୁଁ ରଚନା କରି ମୋ ଶକ୍ତି ସାମର୍ଥ୍ୟ ନାହିଁ କାହିଁକି ନା ରାତିରେ ସପନ ଦେଖେ ସକାଳେ ବି ଆଣେ କ୍ଷମା କର ମୂର୍ଖକୁ ତୁମ୍ଭ ଜ୍ଞାନ ପଣେ ক্ষমা কর মূর্খକୁ ତୁମ କ୍ଷମା ବଳେ କ୍ଷମା କର ମୂର୍ଖକୁ ତୁମ୍ଭ ଜ୍ଞାନ ବଳେ ରାତିରେ ସ୍ୱପ୍ନ ଦେଖେ ହେ ମା ତୁମ୍ଭର ତୁମେ ଯାହା ମୋତେ କୁହାଇ ଦିଅ ତାହା ମୁଁ ଲେଖେ ମୁଁ ଭିଆଣ କରେ ତେଣୁ ସେଇ ଶାରଳା ଦାସ ମାଙ୍କର ଆବିର୍ଭାବ ସମ୍ବନ୍ଧରେ କହିଛନ୍ତି ଆହୁରି ମଧ୍ୟ ଶାରଳା ପୁରାଣରେ ମଧ୍ୟ ଏ କଥା ଲେଖା ଅଛି ମା ଶାରଳା ଯେତେବେଳେ ଦେବଲୋକରେ ବୈକୁଣ୍ଠରେ ପ୍ରଭୁ କହିଲେ ହେ ଲକ୍ଷ୍ମୀ ହେ ସରସ୍ୱତୀ ତୁମେ ଏଇଠି ଖୁସିରେ ଆନନ୍ଦରେ ରୁହ କାହିଁକିନା ଧର୍ମ ସ୍ଥାପନା ପାଇଁ ଯୁଗେ ଯୁଗେ ମୁଁ ଅବତାର ହୁଏ ଦୁଷ୍ଟ ନିବାରେ ସନ୍ଥ ପାଳନ କରିବା ପାଇଁ ମର୍ତ୍ତ୍ୟରେ ମୁଁ ଅବତାର ନେବି ତୁମେ ବୈକୁଣ୍ଠରେ ରହିକି ଆନନ୍ଦରେ ରୁହ ମା ଲକ୍ଷ୍ମୀ କହିଲେ ହେ ପ୍ରଭୁ ଆପଣ ଯଦି ଯିବେ ମୁଁ ଯଦି ନ ଯିବି ଆପଣଙ୍କ ଭକ୍ତମାନେ ଦୁଃଖ ଦରିଦ୍ର ଅବସ୍ଥାରେ ରହିବେ ନାହିଁ ମୋତେ ସାଙ୍ଗରେ ପ୍ରଭୁ ନିଅନ୍ତୁ ଲକ୍ଷ୍ମୀ ଯେତେବେଳେ ସାଙ୍ଗରେ ଯିବାକୁ ଜିଦ୍ କଲେ ମା ଶାରଦା କହିଲେ ସରସ୍ୱତୀ କହିଲେ ଏକ ଭାର୍ଯ୍ୟା ପ୍ରକୃତି ମୁଖରା ଦ୍ୱିତୀୟ ଆଚ ଚଞ୍ଚଳା ତେଣୁ ଚଞ୍ଚଳା ମା ଲକ୍ଷ୍ମୀ ଯେତେବେଳେ ସାଙ୍ଗରେ ଗଲେ ପ୍ରକୃତି ମୁଖତା ମା ସରସ୍ୱତୀ କହିଲେ ହେ ପ୍ରଭୁ ନାନୀ ଯେତେବେଳେ ଯିବେ ମୁଁ ନ ଗଲେ ଆପଣଙ୍କ ଭକ୍ତ ଭିତରେ ଅବିଦ୍ୟା ପୁରିଯିବନି ତେଣୁ ପ୍ରଭୁ ମୋତେ ନିଅନ୍ତୁ ଯେତେବେଳେ ପ୍ରଭୁଙ୍କ ସହିତ ମା ଆଦିଶକ୍ତି ମା ସରସ୍ୱତୀ ଯେତେବେଳେ ଗଲେ ସେତେବେଳେ ବୈଲୋଚନ ନାମକ ରାକ୍ଷସଙ୍କର ବିଦେବାଦ ସେତେବେଳେ ବଢ଼ିଥିଲା ମର୍ତ୍ତ୍ୟ ଭୁବନରେ ଏବଂ ବୈଲୋଚନ ନାମକ ରାକ୍ଷସ ଯେତେବେଳେ ବଢ଼ିଥିଲା ବିବାଦ ବଢ଼ିଥିଲା ଏହି ବିଷୟରେ ମା ସରସ୍ୱତୀ ମା ଶାରଳା ରୂପରେ ସ୍ୱୟଂ କୃପାଜଳ ଋଷିଙ୍କର ଆଶ୍ରମରେ ଜନ୍ମ ଲାଭ କଲେ ଏବଂ କୃପାଜଳ ଋଷି ତାଙ୍କୁ ଆନନ୍ଦରେ ବଢ଼େଇଲେ ଅତି ଗେଲ ବସରରେ ବଢ଼େଇଲେ ବଡ଼ ହେଲା ପରେ ସେଇ ମା ସରସ୍ୱତୀ ଶାରଳା ରୂପରେ ବୈଲୋଚନ ନାମକ ରାକ୍ଷସକୁ ମାରି ସେଇଠାରେ ଦେବତାମାନଙ୍କର ନିବେଦନ କ୍ରମେ ପାତାଳି ହେଇଗଲେ ଯେତେବେଳେ ପାତାଳି ହେଇଗଲେ ସମୟକ୍ରମେ ପରଶୁରାମ ଯେତେବେଳେ ଆସିଲେ ପରଶୁରାମ 21 ବାର ପୃଥିବୀକୁ ନିକ୍ଷେତ୍ରୀକରଣ କରି ବୁଲିକି ନିକ୍ଷେତ୍ରୀକରଣ କରୁଥିଲେ ଯେତେବେଳେ ଏଇ ଶାରଳା ମଣ୍ଡଳରେ ପହଞ୍ଚିଲେ ଏ ଶାରଳା ମଣ୍ଡଳରେ ପହଞ୍ଚିବା କ୍ଷଣି ଦେଖିଲେ ଗୋଟେ ପୁଷ୍କରିଣୀ ନିକଟରେ ଜଳ ତୃଷାର୍ତ ହେଇ ପରଶୁରାମ ଯେତେବେଳେ ଜଳପାନ କରିବାକୁ ଉଦ୍ୟତ ହୁଅନ୍ତି ସେତେବେଳେ ତାଙ୍କର ଧନୁ ଏବଂ ବାଣକୁ ସେଇଠି ଥୋଇଦେଲେ ଧନୁ ବାଣକୁ ରଖିଦେଇକି ଯେତେବେଳେ ଜଳ ପିଇବା ପାଇଁ ଯାଆନ୍ତି କ'ଣ ଦେଖିଲେ ନା ବ୍ୟାଘ୍ର ଛାଗଳ ମେଳି ହୋଇ ଏକ ତୁଠରେ ଜଳ ପିଇ ସେ ଗୋବିନ୍ଦ 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 ପଦ ଗଳୁଛି ମକରନ୍ଦ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ଜୟ। ପରଶୁରାମ ଦେଖିଲେ ଧନୁ ଥୋଇ ଦେଇଛନ୍ତି ସର ଥୋଇ ଦେଇଛନ୍ତି ଈଶ୍ୱର ପରଶୁରାମ ଦେଖିଲେ ଯେ ପୁଷ୍କରିଣୀ କୂଳରେ ବ୍ୟାଘ୍ର ଛାଗଳ ମେଳି ହୋଇ ଏକ ତୁଠରେ ଜଳ ପିଇ ବାଘ ଆଉ ଗୋଟେ ଛାଗଳ ଛେଳି ଏ ଦୁଇ ଜଣ ମିଶିକି ଏ ପୁଷ୍କରିଣୀ ଗୋଟିଏ ତୁଠରେ ପାଣି ପିଉଛନ୍ତି ଇଏ ପରସ୍ପର ଗୋଟେ ଖାଦ୍ୟ ହେଲେ ଜଣେ ହେଲା ଖାଦକ ଇଏ ହେଲା ଖାଦକ ଇଏ ହେଲା ଖାଦ୍ୟ ଛାଗଳ ହେଲା ଖାଦ୍ୟ ବାଘ ହେଲା ଖାଦକ ଇଏ ପରସ୍ପର ଶତ୍ରୁ ଇଏ ସାଙ୍ଗ ହୋଇକି ପାଣି ପିଉଛନ୍ତି ଇଏ କି ବ୍ୟତିକ୍ରମ ଏ କ୍ଷେତ୍ରରେ ଆଉ ସବକୁ ନଛୁ ଏ ଶାଗୁଣା ମିତ୍ର ଭାବରେ ଶତ୍ରୁ ଜିଣା ସେ ଗୋବିନ୍ଦ 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 ପଦ ଗଳୁଛି ମକରନ୍ଦ ଶବକୁ ନଛୁଏଁ ଶାଗୁଣା ମିତ୍ର ଭାବରେ ଶତ୍ରୁ ଜିଣା ଶବଟେ ପଡ଼ିଛି ଦୂରରେ ଶାଗୁଣା ସେଠି ଅଛି ପରଶୁରାମ ଦେଖୁଛନ୍ତି ଯେ ଭୃଗୁପତି ପରଶୁରାମ ଭଗବାନଙ୍କର ଗୋଟିଏ ଅବତାର ଇଏ ଯେତେବେଳେ ଦେଖୁଛନ୍ତି କହିଲେ ଶବ ପଡ଼ିଛି ଶାଗୁଣା ବସିଛି ଶାଗୁଣା ସବୁକୁ ଛୁଉଁନି କି ବିଚିତ୍ର ଏ କ୍ଷେତ୍ର ବିଚିତ୍ର ଏ ଦୃଶ୍ୟ କାରଣ ଏ ଭାବ ନାହିଁ ମୋହି ତଳେ
କେବଳ ସାରଳା ମଣ୍ଡଳୀ। ହେ ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। କହିଲେ ଏ ଭାବ ନାହିଁ ମହି ତଳେ କେବଳ ସାରଳା ମଣ୍ଡଳୀ। କହିଲେ ଇଏ ମହାତ୍ମ୍ୟ ପରଶୁରାମ ଭାବିଲେ ଏ କ୍ଷେତ୍ରର ହେଇଥିବ, ଏ ମଣ୍ଡଳର ହେଇଥିବ, ଏ ଭୂମିର ହେଇଥିବ ଏ ମହାତ୍ମ୍ୟ। କାରଣ ସବୁକୁ ଶାଗୁଣା ଛୁଉଁନି। ପରଶୁରାମକୁ ଶୂନ୍ୟବାଣୀ ହେଲା, ଏ ପରଶୁରାମ ମୁଁ ସ୍ୱୟଂ ଆଦିଶକ୍ତି ମା ବିଦ୍ୟାଦାୟିନୀ ସରସ୍ୱତୀ ମର୍ତ୍ତ୍ୟାବତରଣ ମୁଁ କରିଥିଲି। ବୈଲୋଚନ ନାମକ ରାକ୍ଷସକୁ ମାରିଲି ଏବଂ କୃପାଜଳ ଋଷିଙ୍କର ଆଶ୍ରମରେ ମୁଁ ଜନ୍ମଗ୍ରହଣ କଲି ତାଙ୍କର କନ୍ୟା ରୂପରେ। ତେଣୁ ମୁଁ ଏଠାରେ ପାତାଳି ହେଇକି ଅଛି, ମୋତେ ତୁମେ ଏଠୁ ଉଦ୍ଧାର କର। ପରଶୁରାମ କ'ଣ କଲେ ନା ସରମୁନରେ ମାଟି ଖୋଳିଲେ। ମାଟି ଖୋଳିକିରି ସେ ସାରଳାଙ୍କର ମୂର୍ତ୍ତିକୁ ଉଦ୍ଧାର କରିଛନ୍ତି। ପରଶୁରାମ ଉଦ୍ଧାର କଲେ ସାରଳାଙ୍କୁ। ସରମୁନରେ ଉଦ୍ଧାର କରିଥିଲେ ବୋଲି ସରେନ ଉତ୍କୀର୍ଣ୍ଣ ଇତି ସାରଳା, ସର ଦ୍ୱାରା ଉଦ୍ଧାର ପାଇଥିଲେ ବୋଲି ତାଙ୍କ ନାମ ହେଲା କ'ଣ ନା ସାରଳା। ତେଣୁ ଅଚ୍ୟୁତାନନ୍ଦ ମହାପୁରୁଷ ସେଇଥିପାଇଁ ଲେଖିଲେ ମାଳିକା ଶାସ୍ତ୍ରରେ, ହେଲେ ସାରଳା କରିବେ କୁଟଲ ବଉଳ କଟକେ ଲାଗିବ ଗୋଳ। ବଉଳ ଲୋ କଟକେ ଲାଗିବ ଗୋଳ। କାଳିଆ ବୋଦାରେ ବାର ହାତ ଖଣ୍ଡା ବାହାରିବ ସେହି ବେଳ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ସାରଳା କରିବେ କୁଟଲ ବଉଳ କଟକେ ଲାଗିବ ଗୋଳ। କାଳିଆ ବୋଦାରେ ବାର ହାତ ଖଣ୍ଡା ବାହାରିବ ସେହି ବେଳ। ମହାପୁରୁଷ ଲେଖିଲେ କଥା। ପୁନଶ୍ଚ ମହାପୁରୁଷ ଆହୁରି କହୁଛନ୍ତି, ଅଷ୍ଟ ସଙ୍ଗୀ ସଙ୍ଗେ ପଞ୍ଚ ସଖା ମେଳେ ଗୁଜରୀ ରାସ ହେବ। ବଉଳ ଲୋ ଗୁଜଲୀଳା ରାସ ହେବ। ଶଙ୍କଳ ସାରଳା ଏକାକ୍ଷର ତତ୍ତ୍ୱ ରତ୍ନ ବଟରେ ପୁଛିବ। ଅଦ୍ଭୁତ ଲୀଳା ସେଠା ଭରେ ହେବ ଭକ୍ତଙ୍କୁ ଜଣା ପଡ଼ିବ। ବଉଳ ଲୋ ଭକ୍ତଙ୍କୁ ଜଣା ପଡ଼ିବ। ଅଜ୍ଞାନୀ ମୂରୁଖ ଭେଦ ନ ପାଇବେ ଅଚ୍ୟୁତ ବଚନ ଧ୍ରୁବ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ମହାପୁରୁଷ ଲେଖିଲେ ଅଚ୍ୟୁତାନନ୍ଦ କହିଲେ ସେଇ ସରେନ ଉତ୍କୀର୍ଣ୍ଣ ଇତି ସାରଳା, ସେଇ ଆଦିଶକ୍ତି ମା ସାରଳା, ସେ ବିଦ୍ୟାଦାୟିନୀ ମା ସାରଳା ଦିନେ ଅଦ୍ଭୁତ ଲୀଳା କରିବେ। କଳିଯୁଗ ଶେଷ ବେଳେ ଅଷ୍ଟଚଣ୍ଡୀମାନଙ୍କ ଭିତରେ ଯିଏ ହେଉଛନ୍ତି ଆଦିଶକ୍ତି ମା ସାରଳା, ଯିଏ ହେଉଛନ୍ତି ଦେବୀମାନଙ୍କ ଭିତରେ ଶ୍ରେଷ୍ଠ, ସେଇ ସାରଳା ଅଦ୍ଭୁତ ଲୀଳା କରିବେ। କ'ଣ ଲୀଳା କରିବେ ନା ଅଷ୍ଟ ସଖୀ ସଙ୍ଗେ ପଞ୍ଚ ସଖା ମେଳେ ଗୁଜରୀ ରାହସ ହେବ। ଝଙ୍କଡ଼ ସାରଳା ଏକାକର ତତ୍ତ୍ୱ ରତ୍ନବଟରେ ପୁଛିବ। ରତ୍ନବଟ ନିକଟରେ ରହିଛି, ଆପଣ ଯିବେ କୋଉଠିକି ନା କଟକ ଠାରୁ ଆପଣ ଯେତେବେଳେ ଯିବେ ପାରାଦୀପ, ବାଟରେ ପଡ଼ିବ କନ୍ଦରପୁର। ସେ କନ୍ଦରପୁର ନିକଟରେ ରତ୍ନବଟ ଅଛି। ଯେଉଁ ରତ୍ନବଟରେ ଆପଣମାନେ ଜାଣିଥିବେ ସେଠି ଜୀବନ୍ତ ଶଙ୍ଖ ଅଛନ୍ତି। ଯାଆନ୍ତୁ ପ୍ରତ୍ୟକ୍ଷ ଆପଣ ଦର୍ଶନ କରିବେ। ସେଠି ଜୀବନ୍ତ ଶଙ୍ଖ ଅଛନ୍ତି। ସନ୍ଧ୍ୟା ଯେତେବେଳେ ଆଳତି ହୁଏ, ସକାଳ ଯେତେବେଳେ ଆଳତି ହେବ ଏବଂ ସେଇ ଜୀବନ୍ତ ଶଙ୍ଖ ଗୁଡ଼ିକ ବାହାରି ଆସିବେ। ଜୀବନ୍ତ ଶଙ୍ଖ ସେଠି ଅଛନ୍ତି। ତେଣୁ ସେଇ ରତ୍ନବଟରେ ଆଦିଶକ୍ତି ମା ସାରଳା, ଜଗତସିଂହପୁର ଜିଲ୍ଲାରେ ଯାଉଛି ରତ୍ନବଟ ନା, ଏବଂ ସେଇ ଜଗତସିଂହପୁର ଜିଲ୍ଲାରେ ଯାଉଛି ସାରଳା ମଣ୍ଡଳ, ମା ସାରଳାଙ୍କ ପୀଠ। ତେଣୁ ମା ସାରଳା ସେଇ ରତ୍ନବଟରେ କ'ଣ କରିବେ ନା ଏକାକ୍ଷର ତତ୍ତ୍ୱ ଭକ୍ତମାନଙ୍କୁ ପୋଛିବେ। ପଚାରିବେ ଏକାକ୍ଷର କ'ଣ, ଏକାକ୍ଷର ମନ୍ତ୍ର ପରୀକ୍ଷା ପଚାରିବେ, ପରୀକ୍ଷା ଦେବେ ଭକ୍ତମାନେ ମା ସାରଳାଙ୍କ ନିକଟରେ। ଅଚ୍ୟୁତାନନ୍ଦ ମହାପୁରୁଷ ସେଇଥିପାଇଁ କହିଲେ, ଅଦ୍ଭୁତ ଲୀଳା ସେଠା ଭରେ ହେବ ଭକ୍ତଙ୍କୁ ଜଣା ପଡ଼ିବ। ବଉଳ ଲୋ ଭକ୍ତଙ୍କୁ ଜଣା ପଡ଼ିବ। ଅଜ୍ଞାନୀ ମୂରୁଖ ଭେଦ ନ ପାଇବେ ଅଚ୍ୟୁତି ବଚନ ଧ୍ରୁବ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। କହିଲେ ଅଦ୍ଭୁତ ଲୀଳା ସେଠାରେ କୋଉଠି ରତ୍ନବଟରେ ମା ସାରଳା ଆଦିଶକ୍ତି ମା କରିବେ। ଯେତେବେଳେ କି ମହାପୁରୁଷ କହୁଛନ୍ତି ଭକ୍ତ ସବୁ ଜାଣିଥିବେ, ଯେ ଚେତୁଆ ଭକ୍ତ ଥିବେ, ଯେ ଚେତା ଚୈତନ ଦେଇକି ଚାହିଁଥିବେ କେତେବେଳେ କ'ଣ ଘଟୁଛି, କେତେବେଳେ କ'ଣ ହେଉଛି, ଚେତୁଆ ଭକ୍ତମାନଙ୍କୁ ଜଣା ପଡ଼ୁଛି ନା ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଯେ କି। କିନ୍ତୁ ମହାପୁରୁଷ କହୁଛନ୍ତି ଅଜ୍ଞାନୀ ମୂରୁଖ ଭେଦ ନ ପାଇବେ ଅଚ୍ୟୁତି ବଚନ ଧ୍ରୁବ। ଯିଏ ଅଜ୍ଞାନୀ, ଯିଏ ମୂରୁଖ, ସେ ଆର ଭେଦ ପାଇବେ ନାହିଁ। ଲୋକମାନେ ଦେଖୁଥିବେ, କଳି ଯୁଗର ଲୋକମାନେ ଶୁଣୁଥିବେ, କଳି ଯୁଗର ଲୋକମାନେ ଭୋଗୁଥିବେ, ସବୁ ଭୋଗିବେ, ସବୁ ଶୁଣୁଥିବେ, ସବୁ ଜାଣୁଥିବେ, ସବୁ ଦେଖୁଥିବେ, କିନ୍ତୁ ଦେଖିଲା କିଛି ବୁଝି ପାରୁନଥିବେ। ଧ୍ୟାନ ଦେବେ କଥା ଉପରେ, ଏ ଶବ୍ଦ ଉପରେ, କିଛି ବୁଝି ପାରୁନଥିବେ। 2 ବର୍ଷ ହେଲାଣି ଘରେ ବସିକି ରହିଲେଣି, 2 ବର୍ଷ ହେଲାଣି ପାଠପଢ଼ା ଠିକ୍ସେ ହେଇପାରୁନି, 2 ବର୍ଷ ହେଲାଣି କଲେଜ ସ୍କୁଲ ବନ୍ଦ, 2 ବର୍ଷ ହେଲାଣି ବାହାଘର ବ୍ରତଘର ବିବାହ ଭୋଜି ଏଗୁଡ଼ିକ ଠିକ୍ସେ ହେଇପାରୁନାହିଁ।
ଏଗୁଡ଼ିକ ପୁଣି ଆଗକୁ ପରିବର୍ତ୍ତନ ହେବ ନା ହେବନି ଏ ପ୍ରଶ୍ନ ଆମ ମନ ଭିତରେ ଆସୁଛି। କାହିଁକି ନା ସେଭଳି ଘଟଣା ଦେଖୁଛେ କିଛି ଜଣାପଡ଼ୁନି, କିନ୍ତୁ ମହାପୁରୁଷମାନେ ଏ ବିଷୟରେ ଖୋଲିକି ଲେଖିଛନ୍ତି, ତାକୁ ବୁଝିବା ଦରକାର। ମାଳିକା ଶାସ୍ତ୍ରରେ ପଞ୍ଚସଖାମାନେ ଖୋଲିକି ଲେଖିଦେଇଛନ୍ତି। ଆପଣମାନେ ଶୁଣନ୍ତୁ ପ୍ରତିଦିନ ମାଳିକା ବଚନ, ପ୍ରତିଟି କଥାକୁ ଜୋର ଦିଅନ୍ତୁ। ହୁଏତ କିଛି କଥା ହୁଏତ ଆମେ ବୁଝିପାରୁନଥିବା, କିନ୍ତୁ ତାକୁ ଯଦି ଜୋର ଦେଇକି ଭଲକି ଭାବିବେ ତାହେଲେ ଜାଣିପାରିବେ ବହୁତ ଘଟଣା ଏ ଭିତରେ ଅଛି, ବହୁତ କଥା ଆପଣ ଜାଣିପାରିବେ କି ପରିବର୍ତ୍ତନ ହେଉଛି। ମହାପୁରୁଷ ସେଥିପାଇଁ କହିଲେ ଅଜ୍ଞାନୀ ମୂର୍ଖ ଭେଦ ନ ପାଇବେ ଅଚ୍ୟୁତି ବଚନ ଧ୍ରୁବ। ଅଜ୍ଞାନୀ ମୂର୍ଖ ମାନେ ତା ଭେଦ ପାଇବେ ନା, କିନ୍ତୁ ମା ଶାରଳା ଏଇଭଳି ପରୀକ୍ଷା କରିବେ। ମହାପୁରୁଷ କହୁଛନ୍ତି କିନ୍ତୁ କଳ୍କୀଙ୍କ ସହିତ ଯେତେବେଳେ ଭେଟ ତାଙ୍କର ହେବ, ପ୍ରଭୁ କଳ୍କୀ ଭଗବାନଙ୍କ ସହିତ ମା ଶାରଳାଙ୍କର ଯେତେବେଳେ ଭେଟ ହେବ, ସେତେବେଳେ ମା ଶାରଳା ଶାନ୍ତ ହେବେ। ଅଷ୍ଟଚଣ୍ଡୀ ନା, ଏମାନେ ସବୁ ବର୍ତ୍ତମାନ ଶାନ୍ତ ହୋଇକି ନାହାନ୍ତି, ସେ ଶାନ୍ତ ହେବେ। ମହାପୁରୁଷ କହିଛନ୍ତି ଶାରଳା କରିବେ କୁଟଲୋ ବଉଳ, କୁଟ କରିବେ, ତେଣୁ ଶାନ୍ତ ସେତେବେଳେ ହେବେ। ଭକ୍ତମାନଙ୍କୁ ସେ ପୁଣି ସୁରକ୍ଷା ଦେବେ କେତେବେଳେ? କଳ୍କୀ ଭଗବାନଙ୍କ ସହିତ ଯେତେବେଳେ ଭେଟ ତାଙ୍କର ହେବ। ତେଣୁ ହେ ଜ୍ଞାନୀଗୁଣୀ ମଣ୍ଡଳୀ, ଏ ମା ଶାରଳାଙ୍କର ଅଲୌକିକ ଲୀଳା ଅନେକ ରହିଛି। ତେଣୁ ହେ ଜ୍ଞାନୀଗୁଣୀ ମଣ୍ଡଳୀ ସୁଧୀଜନୀ, ମା ଶାରଳାଙ୍କର ଅଲୌକିକ ଲୀଳା କଳିଯୁଗରେ ହେବ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ମାଳିକା ଶାସ୍ତ୍ରରେ ତାକୁ ସୁନ୍ଦର ଭାବରେ ଉଲ୍ଲେଖ କରିଛନ୍ତି। ପୁଣି କହିଲେ ସିଦ୍ଧ ଶାରଳା ଯେ ପରୀକ୍ଷା କରିବେ ଅଧମାଣ ଅଟେ ସେହି ବଉଢ଼ଲୋ ଅଧମାଣ ଅଟେ ସେହି ଶାରଳା ମଣ୍ଡଳ ଚମକି ପଡ଼ିବ ବିହନ ରହିବେ ନାହିଁ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ବୋଲେ ଶାରଳା ମଣ୍ଡଳ ମଧ୍ୟ ଦିନେ ଚମକି ପଡ଼ିବ। ଏଭଳି ଘଟିବ ଘଟଣା, ଏଭଳି କିଛି ସେଠି ଘଟଣା ଘଟିବ ଭବିଷ୍ୟତରେ ଆପଣମାନେ ଦେଖିବେ। ଅଚ୍ୟୁତାନନ୍ଦ ମହାପୁରୁଷ ଗାର ମାରି ଦେଇଛନ୍ତି, ସେଇ ଶାରଳା ମଣ୍ଡଳରେ ଏଭଳି ଗୋଟେ ଘଟଣା ଘଟିବ ଯାହାକି ଶାରଳା ମଣ୍ଡଳ ଚମକି ପଡ଼ିବ। କ'ଣ ସେଠି ଘଟଣା ଘଟିବ? ଯାହାକୁ କି ଦୀନକୃଷ୍ଣ ଦାସ ତାଙ୍କର ମାଳିକାର ନାମ ହେଲା ଭବିଷ୍ୟ ବଉଳ ଚଉତିଶା। ମାଳିକାର ନାମ ହେଲା ଭବିଷ୍ୟ ବଉଳ ଚଉତିଶାରେ ଦୀନକୃଷ୍ଣ ଦାସ ଲେଖିଲେ କ'ଣ? ବୋଲେ ଶାରଳା ମଣ୍ଡଳ ଭାଙ୍ଗି ଜୀବ ବ୍ରହ୍ମ ସାପେ ଶାରଳା ଜନ୍ମ ଲଭିବେ ପରଶୁରାମ କ୍ଷେତ୍ରେ। ଶାରଳା ଜନ୍ମ ଲଭିବେ ପରଶୁରାମ କ୍ଷେତ୍ରେ। ଶାରଳା ଜନ୍ମ ଲଭିବେ ପରଶୁରାମ କ୍ଷେତ୍ରେ। ମହାପୁରୁଷ ଦୀନକୃଷ୍ଣ ଦାସ ଭବିଷ୍ୟ ବଉଳ ଚଉତିଶାରେ କହୁଛନ୍ତି ହେ ଜ୍ଞାନୀ ଗୁଣୀ ମଣ୍ଡଳୀ, ଆମେ କହୁଥିଲୁ ନା କଳ୍କୀ ଭଗବାନଙ୍କ ସହିତ ତାଙ୍କର ଯେତେବେଳେ ସାକ୍ଷାତ ହେବ, କୋଉଠି ସାକ୍ଷାତ ହେବ? ସାକ୍ଷାତ କୋଉଠି ହେବ? ମହାପୁରୁଷ ଲେଖିଦେଲେ ଦୀନକୃଷ୍ଣ ଦାସ କ'ଣ କହିଲେ? ସୋରିଷ ଫୁଲ ଫୁଟିବ ଅଦିନ ମୂଲକେ ସାଇ ସାଇ ଯୁବା ବୋଲି ଏକାକାର ଲୋକେ। ସାଇ ସାଇ ଯୁବା ବୋଲି ଏକାକାର ଲୋକେ। ସାଇ ସାଇ ଯୁବା ବୋଲି ଏକାକାର ଲୋକେ। ଭବିଷ୍ୟ ବଉଳ ଚଉତିଶାରେ ଦୀନକୃଷ୍ଣ ଦାସ କହିଲେ, ବୋଲେ ବ୍ରହ୍ମସାପରେ, ବ୍ରହ୍ମସାପ ସେବେଳେ ରହିଛି। ଏ ତ ବ୍ରହ୍ମସାପ କେତେବେଳେ ଅଛି? କିଏ ବ୍ରହ୍ମସାପ ଦେଇଛି? କାହିଁକି ଦେଇଛି? କେତେବେଳେ ଦେଇଛି? ଏ କଥା ମଧ୍ୟ ମାଳିକାରେ ମହାପୁରୁଷ ଅଚ୍ୟୁତାନନ୍ଦ ଲେଖିଛନ୍ତି। ଶାରଳା ମଣ୍ଡଳ ଭାଙ୍ଗି ଯିବ ବ୍ରହ୍ମସାପେ, ଆଉ ଶାରଳା ଜନ୍ମ ଲଭିବେ ପରଶୁରାମ କ୍ଷେତ୍ରେ। ଯେତେବେଳେ ଭାଙ୍ଗିଯିବ ଦେବୀ ମା ଶାରଳା ମାନବୀ ରୂପରେ ପରଶୁରାମ କ୍ଷେତ୍ରରେ ଯେତେବେଳେ ଜନ୍ମ ହେବେ ଏବଂ କଳ୍କୀଙ୍କ ସହିତ ସେହି ସମୟରେ ଭେଟ ହେବ, ମହାପୁରୁଷ କହୁଛନ୍ତି ସୋରିଷ ଫୁଲ ଫୁଟିବ ଅଦିନ ମୂଲକେ। ଅଦିନରେ ସୋରିଷ ଫୁଲ ଅଦିନ ମୂଲକରେ ଫୁଟିବ, ଯୋଉଠି ହବା କଥା ନୁହଁ। ଆଉ ସାଇ ସାଇ ଯୁବା ବୋଲି ଏକାକାର ଲୋକେ, ଲୋକେ ଯେତେବେଳେ ଏକାକାର ହେବେ ସେତେବେଳେ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ସୁଧୀଜାନୀ, ଏ ଘଟଣାଟି ଆପଣ ଦେଖିବେ। ବ୍ରହ୍ମସାପରେ ଭାଙ୍ଗିବା। ପୁନଶ୍ଚ ମହାପୁରୁଷ ଶିବକଳ୍ପ ନବଖଣ୍ଡ ନିର୍ଘଣ୍ଟରେ କହୁଛନ୍ତି, ତହୁଁ ତିନି ରଡ଼ି ନିଠାଇ ମାରିବେ ଶାରଳା ଛାଡ଼ିବେ ଗାଦି। ବଉଳଲୋ ଶାରଳା ଛାଡ଼ିବେ ଗାଦି। ସିଂହ ଦରବାରେ ଅନ୍ନ ଲୁଟ ପାଟ ଲାଗିଥିବ ଭକ୍ତ ଆଦି। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।
ତହିଁ ତିନି ରଡ଼ି ନିଠାଇ ମାରିବେ ସାରଳା ଛାଡ଼ିବେ ଗାଦି ସିଂହ ଦରବାରେ ଅର୍ଣ୍ଣ ଲୁଟପାଟ ଲାଗିଥିବ ଭକ୍ତ ଆଦି। ଦେବୀ ସାରଳା ମହାପୁରୁଷ କହୁଛନ୍ତି ତିନି ରଡ଼ି ମାରିବେ। ଅନେକ ସମୟରେ ଏ କଥା ହୁଏତ ଘଟୁଛି ଆମେ ଜାଣିପାରୁନାହାନ୍ତି। କିଛି କିଛି ଏଭଳି ଘଟଣା ଘଟି ଯାଉଛି ଆମେ ସାଧାରଣ ଲୋକ ତାକୁ ଜାଣିପାରୁନାହାନ୍ତି। କିନ୍ତୁ ମହାପୁରୁଷ କହୁଛନ୍ତି ଆଗକୁ ସାରଳା ତିନି ରଡ଼ି ଦେବେ। ଆଉ ସେଇ ତିନି ରଡ଼ି ମହାପୁରୁଷ କହିଲେ ସାରଳା ତହିଁ ତିନି ରଡ଼ି ନିଠାଇ ମାରିବେ ସାରଳା ଛାଡ଼ିବେ ଗାଦି। ସେ ତିନି ରଡ଼ି ଯେତେବେଳେ ହେବ ସାରଳା ସେତେବେଳେ ଗାଦି ଛାଡ଼ିବେ। ଆଉ ସିଂହ ଦରବାର, କୋଉ ସିଂହ ଦରବାର? ଶ୍ରୀମନ୍ଦିର ସିଂହ ଦରବାରରେ ସେତେବେଳେ ଅର୍ଣ୍ଣ ଲୁଟପାଟ ଲାଗିଥିବ। ମନେ ରଖନ୍ତୁ ଏ କଥା, ସଂକେତରେ ଆମେ କହୁଛୁ ଆପଣ ଧରିବେ। ତେଣୁ ଶ୍ରୀମନ୍ଦିରର ସିଂହଦ୍ୱାର ନିକଟରେ ସେତେବେଳେ ଅର୍ଣ୍ଣର ଲୁଟପାଟ ହେବ। ସିଂହ ଦରବାରେ ଅର୍ଣ୍ଣ ଲୁଟପାଟ ଲାଗିଥିବ ଭକ୍ତ ଆଦି, ଭକ୍ତ ଭିତରେ ଟଣା ଉଟରା ହେବ। ଏ କଥା ମହାପୁରୁଷ ଲେଖିଛନ୍ତି। ଏଇ ଗୁଡ଼ିକ ଭବିଷ୍ୟତରେ ମାଳିକାରେ ଲେଖା ଅଛି ଯେ ଘଟିବ ବୋଲି। ଆମେ ସେ ସମୟକୁ ଅପେକ୍ଷା କରି ରହିବା, ମା ଶାରଳାଙ୍କୁ ସ୍ତୁତି କରିବା, ଜଣାଣ କରିବା। ମା ଏଭଳି ବିଷମ ପରିସ୍ଥିତିରୁ ଆମ ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ, ଏତିକି ହିଁ ପ୍ରାର୍ଥନା କରିବା। ତେଣୁ ହେ ଜ୍ଞାନୀଗୁଣୀ ମଣ୍ଡଳୀ ସୁଧୀ ଜାନି, ଆଜି ତ ସମୟ ହେଇଛି, ଆସନ୍ତୁ ବାଣୀକି ବିରାମ ଦେବା। ସେ ପ୍ରଭୁଙ୍କର ନାମ ନେଇ ରଘୁପତି ରାଘବ ରାଜା ରାମ ପତିତ ପାବନ सीताराम। बोल रघुपति राघव राजा राम पतित पावन सीताराम। सीताराम सीताराम भज प्यारे तू सीताराम। बोल सीताराम सीताराम भज प्यारे तू सीताराम। रघुपति राघव राजा राम पतित पावन सीताराम। रघुपति राघव राजा राम पतित पावन सीताराम। सुधी अने ज्ञानी गुणी मंडली आज आसतु बाणी के ठारे विराम देवा। पुणी आसंता अध्याय भेट होगा। रहुचु हरि ओम शांति 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 सर्वारिष्ट सुशांति भवतु। प्रार्थना आम आनंदर उत्स।